ଉପରୋକ୍ତ ଚିତ୍ରରେ ଦର୍ଶାଯାଇଥିବା ବିପର୍ଯ୍ୟୟ ଲୋକମାନଙ୍କୁ କି ପ୍ରକାର ଅସୁବିଧାରେ ପକାଇଥାଏ? ଉପରୋକ୍ତ ଚିତ୍ରଟି ଏକ ବନ୍ୟା ପ୍ଲାବିତ ଅଞ୍ଚଳର ଦୃଶ୍ୟ। ଏହି ଚିତ୍ରରୁ ଜଣାପଡ଼ୁଛି ଯେ କୌଣସି ଅଞ୍ଚଳରେ ବନ୍ୟା ଜଳ ମାଡ଼ିଗଲେ ଅନେକ ଧନଜୀବନ କ୍ଷୟକ୍ଷତି ହୋଇଥାଏ। ବନ୍ୟା ଜଳରେ ବାସଗୃହ ଭାଙ୍ଗିଯାଇ ଚାରିଆଡ଼େ ପାଣି ମାଡ଼ିଯିବାରୁ ଲୋକମାନଙ୍କୁ ନିଜର ଗୃହପାଳିତ ପଶୁ, ପରିଜନ ଓ ନିଜର ଶକ୍ତି ମୁତାବକ କିଛି ଆବଶ୍ୟକ ଜିନିଷପତ୍ର ନେଇ ଉଚ୍ଚ ସ୍ଥାନକୁ ଯିବାକୁ ପଡ଼େ। ଲୋକମାନେ ବାସଗୃହ ହରାଇ ଗଛମୂଳେ ଆଶ୍ରୟ ନିଅନ୍ତି। ସବୁ କିଛି ବନ୍ୟା ଜଳରେ ଭାସିଯିବାରୁ ଖାଦ୍ୟ ନିମନ୍ତେ ଡହଳ ବିକଳ ହୁଅନ୍ତି। ଚାଷ ଜମିରେ ବାଲି ଚରିଯିବାରୁ ସେମାନେ ପରବର୍ତ୍ତୀ ବର୍ଷ ପାଇଁ ଶସ୍ୟ ଉତ୍ପାଦନ କରିପାରନ୍ତି ନାହିଁ। ଏକ ନମ୍ବର, ନିମ୍ନରେ ଦିଆଯାଇଥିବା ସାରଣୀଟିକୁ ପୂରଣ କର। ପ୍ରାକୃତିକ ବିପର୍ଯ୍ୟୟ। ବିପର୍ଯ୍ୟୟର କାରଣ। କି ସୁରକ୍ଷା ସାବଧାନତା ଅବଲମ୍ବନ କରାଯାଇପାରିବ? ବଜ୍ରପାତ। ବାୟୁମଣ୍ଡଳର ଉପର ଓ ତଳ ଜଳକଣା ବାହି ଏବଂ ବାୟୁର ସଂଘର୍ଷ ଫଳରେ ବଜ୍ରପାତ ଜନିତ ବିପର୍ଯ୍ୟୟ ସୃଷ୍ଟି ହୋଇଥାଏ। ସାଧାରଣତଃ ବର୍ଷାଦିନେ ଆକାଶରେ ହଠାତ୍ ଆଲୋକ ସହ ବଡ଼ ଧରଣର ଶବ୍ଦ ଶୁଣାଗଲେ ଆମେ ତାକୁ ଘଡ଼ଘଡ଼ି ବା ବଜ୍ରପାତ କହୁ। ବାୟୁମଣ୍ଡଳ ପ୍ରଦୂଷିତ ହେବା ହେତୁ ବଜ୍ରପାତର ମାତ୍ରା ବୃଦ୍ଧି ଘଟୁଛି। ଘଡ଼ଘଡ଼ି ପୂର୍ବରୁ ବିଜୁଳି ମାରିଥାଏ, ଏଣୁ ବିଜୁଳି ମାରିବା କ୍ଷଣି ଘରର ଝରକା କବାଟ ବନ୍ଦ କରିବେ। ରାସ୍ତାରେ ଯାଉଥିବା ବେଳେ ଘଡ଼ଘଡ଼ି ମାରିଲେ କୌଣସି ଗଛ ତଳେ ଆଶ୍ରୟ ନ ନେଇ ତୁରନ୍ତ ପାଖରେ ଥିବା ପକ୍କା ଘରକୁ ଚାଲିଯିବେ। ବଜ୍ରପାତ ସମୟରେ ସାଇକେଲ ବା ମୋଟର ସାଇକେଲରେ ନ ଚଳାଇ ନିରାପଦ ସ୍ଥାନକୁ ଚାଲିଯିବା ଉଚିତ। ଘରେ ବ୍ୟବହାର କରୁଥିବା ବୈଦ୍ୟୁତିକ ଉପକରଣ ଗୁଡ଼ିକୁ ବନ୍ଦ ରଖିବା ନିରାପଦ। ଅଂଶୁଘାତ। ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦେହରେ ଜଳୀୟ ବାଷ୍ପର ପରିମାଣ କମିଯାଇ ମଣିଷକୁ ଦୁର୍ବଳ ଓ ମୂର୍ଚ୍ଛା ଗଲା ପରି ଲାଗିଥାଏ। ଏହିପରି ଲକ୍ଷଣ ଦେଖାଗଲେ ତାହାକୁ ଅଂଶୁଘାତ କୁହାଯାଏ। ଆମ ପରିବେଶରୁ ମାତ୍ରାଧିକ ବୃକ୍ଷଛେଦନ ଓ ବାୟୁମଣ୍ଡଳ ମାତ୍ରାଧିକ ପ୍ରଦୂଷିତ ହେଉଥିବାରୁ ଅଂଶୁଘାତର ମାତ୍ରା ବୃଦ୍ଧି ହେବାରେ ଲାଗିଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ସମୟରେ ବାହାରକୁ ଗଲେ ପ୍ରଚୁର ପାଣି ପିଇ, ପାଦରେ ଜୋତା ପିନ୍ଧି ଓ ମୁଣ୍ଡ ଉପରେ ଛତା ନେଇ ବାହାରିବା ଆବଶ୍ୟକ। ସାଥିରେ ପାଣି ବୋତଲ ନେବା ସହ କଳା ଚଷମା ପିନ୍ଧି ଓ ମୁଣ୍ଡରେ ଓଦା ଗାମୁଛା ପକାଇ ବାହାରିବେ। ସର୍ବୋପରି ଟାଣ ଖରାରେ ବାହାରକୁ ବାହାରିବା ନିରାପଦ ନୁହେଁ। ଯଦି ବାହାରକୁ ଯିବେ ତେବେ ଦହି, ଆଖୁରସ, କାକୁଡ଼ି ଓ ତରଭୁଜ ଭଳି ଜଳୀୟାଂଶପୂର୍ଣ୍ଣ ଖାଦ୍ୟ ଖାଇବା ନିହାତି ଆବଶ୍ୟକ। ବନ୍ୟା। ବର୍ଷାଦିନେ ଅତ୍ୟଧିକ ବର୍ଷା ଯୋଗୁଁ ନଦୀ ଉଛୁଳି ଏହାର ଜଳ ନଦୀବନ୍ଧ ଭାଙ୍ଗି ବିଲ, ବାଡ଼ି ଓ ଘର ଆଡ଼କୁ ମାଡ଼ିଯାଇ ଧନଜୀବନ କ୍ଷୟକ୍ଷତି ଘଟାଇବାକୁ ବନ୍ୟା କୁହାଯାଏ। ନଦୀଗୁଡ଼ିକର ଦୁଇ କୂଳର ବନ୍ଧର ଠିକ୍ ଭାବେ ସୁରକ୍ଷା ନଥିବାରୁ ବନ୍ୟାର ଭୟ ରହିଥାଏ। ଆଜିକାଲି ଜ୍ଞାନ ବିଜ୍ଞାନ ଯୁଗରେ ବନ୍ୟାର ଆଗୁଆ ସୂଚନା ରେଡ଼ିଓ, ଟେଲିଭିଜନ ଓ ବିଭିନ୍ନ ଖବରକାଗଜ ଆଦି ସମ୍ବାଦ ସରବରାହ ସଂସ୍ଥା ମାଧ୍ୟମରେ ଆଗୁଆ ପ୍ରଚାର ଓ ପ୍ରସାର ହେଉଥିବାରୁ ପୂର୍ବରୁ ସଚେତନ ରହିବା ଉଚିତ। ବନ୍ୟା ଆସିବା ପୂର୍ବରୁ ଯଥେଷ୍ଟ ପରିମାଣର ଖାଦ୍ୟ ପଦାର୍ଥ ସଂଗ୍ରହ କରି ଉଚ୍ଚ ସ୍ଥାନକୁ ଚାଲିଯିବା ଉଚିତ। ବନ୍ୟା ଜଳ ପିଇବା ଅନୁଚିତ। ନିଜ ପରିବାର ସହ ମୂଲ୍ୟବାନ କାଗଜପତ୍ରକୁ ନେଇ ନିରାପଦ ସ୍ଥାନକୁ ଶୀଘ୍ର ଚାଲିଯିବା ଉଚିତ। ନିଜେ ଯିବା ସହ ଗୃହପାଳିତ ପଶୁ ସମ୍ପଦକୁ ମଧ୍ୟ ସାଥିରେ ଉଚ୍ଚ ସ୍ଥାନକୁ ନେବା ଉଚିତ। ବନ୍ୟା ସମୟରେ ନାନାଦି ସଂକ୍ରମଣ ଜନିତ ରୋଗ ହେବାର ସମ୍ଭାବନା ଥିବାରୁ ସେଥିପ୍ରତି ସଚେତନ ରହିବା ପ୍ରଥମ କର୍ତ୍ତବ୍ୟ। 2 ନମ୍ବର, ଚିତ୍ରଟିକୁ ଦେଖି ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ। କ.
ଏହି ଚିତ୍ରଟି କେଉଁ ବିପର୍ଯ୍ୟୟକୁ ସୂଚାଉଛି? ଏହି ଚିତ୍ରଟିରେ ଥିବା ଦୃଶ୍ୟ ବଜ୍ରପାତର ବିପର୍ଯ୍ୟୟକୁ ଦର୍ଶାଉଛି। ଖ. ଏହି ବିପର୍ଯ୍ୟୟ ଫଳରେ ତୁମର କି କି ଅସୁବିଧା ହୋଇଥାଏ? ବଜ୍ରପାତ ହେଲେ ବହୁ ଲୋକ ମୃତ୍ୟୁବରଣ କରିଥାନ୍ତି। ବିଶେଷ କରି ବଜ୍ରପାତର ଭୟଙ୍କର ଶବ୍ଦରେ ସମସ୍ତ ପ୍ରାଣୀ ଜଗତ ସହ ଉଦ୍ଭିଦ ଜଗତ ମଧ୍ୟ ପ୍ରଭାବିତ ହୋଇଥାନ୍ତି। ଏହା ଫଳରେ ଆମେ ଭୟଭୀତ ହୋଇଥାଉ। ବଜ୍ରପାତ ହେଲେ କାନ ବଧିର ହେବା ସହ ହୃଦସ୍ପନ୍ଦନ ବଢ଼ିଯାଏ ଓ ବିଦ୍ୟାଳୟକୁ ଯିବା ଏବଂ ଆସିବାରେ ଅସୁବିଧା ହୁଏ।